ବିତି ଚାଲିଛି ମାସ ପରେ ମାସ ବିତିଗଲା ଜଣାଗଲା ଗର୍ଭବତୀ ହବାର ଲକ୍ଷଣ କଣ ଆଜ୍ଞା ସମ୍ରାଟ କବି ଭଞ୍ଜ କଲା ସୌମ୍ୟ ପାରଦ ଯୁକ୍ତ ପାହାରିଓ ଦେଖା ଗଲା ଗତି ଏବେ ଆଉ ଏ ବକୁ ଧାରେ ଶୋଇବାକୁ ପଳାଇଲା ଭାବେ ଛାତି କୁଲ ତମ ପରି ପିନ୍ଧରେ ଖସିଲା ପତି ଗୋଟି ତାହାର କୁପଳରେ ନାନା ଦ୍ରବ୍ୟ ଖାଇବାକୁ ବଳାଇଲା କାର୍ଯ୍ୟ କରିତା ଶ୍ରବଣେ ବୋଲିଲା କି ନଥେ ମୋର ଜ୍ଞାନୀ ମଣ୍ଡଳୀ ଆଜିର ସମାଜ ତ ଅନ୍ୟ ହବନି ସେତେବେଳେ ବାପା ଯେତେବେଳେ ଗର୍ଭବତୀ ମା ମାନେ ଥିବେ ସୁସ୍ୱାଦୁକର ଖାଦ୍ୟ ଖାଇବା ପାଇଁ ମନ ସ୍ଥିର କର ଯେତେବେଳେ ଗର୍ଭବତୀ ମା ମାନେ ଥାନ୍ତି ଖଟ ପଲଙ୍କରେ ନିଦ ହବନି ତଳେ ଶୋଇବେ ପୃଥଳାକାର ଉଦର ବିଭିନ୍ନ ସ୍ୱାଦ ଖାଇବା ପାଇଁ ଯେତେବେଳେ ମନୋନିବେଶ କରନ୍ତି ଭଲ ଭଲ ସୁସ୍ୱାଦୁକର ଖାଦ୍ୟ ଦିଆଯାଏ ମା ଯେମିତି ଖାଦ୍ୟ ସେମିତି ସନ୍ତାନ ଯେମିତି ଶ୍ରବଣ ସେମିତି ସନ୍ତାନ ସେଦିନ ସୁଭଦ୍ର ଗର୍ଭରେ ଅଭିମନ୍ୟୁ ଅଛନ୍ତି ଅର୍ଜୁନ କହିଲେ ଚକ୍ରବ୍ୟୁହ କଥା ଭାଇ ଗର୍ଭ ଭିତରେ ଅଭିମନ୍ୟୁ ଚକ୍ରବ୍ୟୁହ କଥା ଶୁଣିପାରିଲା କି ନାହିଁ ଶୁଣିପାରିଲା କି ନାହିଁ ଭକ୍ତ ପ୍ରହ୍ଲାଦ ମାତୃ ଗର୍ଭରେ ଋଷିଙ୍କ ଠାରୁ ଶ୍ରବଣ କରିଥିଲା ଭଗବତ ତତ୍ତ୍ୱ କଥା ନାରଦଙ୍କ ପାଖ